ତମ କଲିଜା ମୁଁ ଭିଡ଼ିକି ଖାଇଦେବି। ମ୍ୟାଡ଼ାମ ମ୍ୟାଡ଼ାମ ପଟ୍ଟନାୟକ ବାବୁ କିଏ? ଏସ୍ କିଏ? ଡାକନା ଏସ୍। ସିଗାରେଟ୍ ଗୋଟେ ପ୍ୟାକେଟ୍ କିଏ ଖାଏ? ଆଉ ବ୍ରାଣ୍ଡେଡ୍ ମଦ ବୋତଲ କିଏ ପିଏ? ରାତି 4ଟା ଯାକେ କ'ଣ କରନ୍ତି ସେ ଖବର ବି ମୁଁ ଛାଡ଼ିବା ଜନ୍ତୁ ନୁହେଁ। ମୁଁ ଯେତିକି ବୟସ ହେଲାଣି ଆପଣ ସେତେବେଳେ ଜନ୍ମ ହେଇନଥିବେ। ମାନେ କୌଣସି ଖାତା ଖତିଆନା ବି ତମର ନାହିଁ। ଆସିକିରି ସୋସିଆଲ ମିଡ଼ିଆରେ ଦିନରେ ଚନ୍ଦ୍ର ଦେଖୁଛ ଆମକୁ। କିନ୍ତୁ ଦେଖନ୍ତୁ କେମିତି ବିଶ୍ୱାସଘାତକତା କାମ କଲେ ଏଇ ଯେଉଁ ସିଆ ଆଉ ଚେତନ। ଏମାନେ ପରେ ଆଡମିଟ୍ କଲେ ଯେ ଯଦି ସେକେଣ୍ଡ ଆଟେମ୍ପ୍ଟରେ ଆମେ ଯଦି ପାରିନଥାନ୍ତୁ ବା ତାକୁ ମର୍ଡର ନ କରି ପାରିଥାନ୍ତୁ ଆମେ ପରେ ତାକୁ ଗାଡ଼ି ଚଢ଼େଇ ମାରି ଦେଇଥାନ୍ତୁ। ବା ସେମାନେ ସେକେଣ୍ଡ ଆଟେମ୍ପ୍ଟ ତାକୁ କହିଥାନ୍ତେ ଯେ ହେଉଛି ସେ ପାହାଡ଼ ଉପରୁ ଆମେ ଚେଷ୍ଟା କରୁଥିଲା। ଏଇ କଥା ଉପରେ ଲାଗୁନି କି ରାହୁଲର ଯୋଉ ମର୍ଡର କନସ୍ପିରେସି କିଛି ସାମଞ୍ଜସ୍ୟ ଲାଗୁନି? ଆଜ୍ଞା ସେ ଧନ୍ୟ ସେ ଆଇଆଇସି ପୂର୍ବତନ ଆଇଆଇସି ନାୟକ ବାବୁଙ୍କୁ ଧନ୍ୟ ଆଜ୍ଞା। ସେ ନାୟକ ବାବୁଙ୍କ ପାଇଁ ମାନେ କେସ୍ଟି ପୁରାଇ ଆମେ ବି ସବୁ ତାଙ୍କ ପ୍ୟାରେଣ୍ଟସ୍ ଲିଗାଲ ଗାର୍ଡିଆନ୍ ସବୁ ଯାଇଥିଲୁ ଏବଂ ଆମେ ବି ମଧ୍ୟ ସେତେବେଳେ ସବୁ କଥା କହିଥିଲୁ। ଆଉ ଏଥିରେ ଲିଗାଲ ଗାର୍ଡିଆନ୍ସ ମାନେ ବି କହିଥିଲେ, ନାଁ ସବୁ କହିଥିଲେ। ଏବଂ ଏଇ ଯୋଉ ପୂର୍ବତନ ଆଇଆଇସି ମାନେ ଏଇ ଜଷ୍ଟ ଚାର୍ଜସିଟ୍ ପଠେଇବାର 15 ଦିନ 20 ଦିନ ପୂର୍ବରୁ ମାନେ ପାଖରେ ଆଉ ଜମା ଧରାଛୁଆଁ ଦେଲେନି। ଆଉ ମାନେ ପର ମୁହୂର୍ତ୍ତରେ ସେଇ ଯୋଉ ତାଙ୍କର ଜଣେ ମ୍ୟାଡାମ କିଏ ସେ ଚାର୍ଜସିଟ୍ ଆସିବାର 15 ଦିନ ପୂର୍ବରୁ ଇଏ ପୁରା ମିଡ଼ିଆରେ ଆସିକିରି ଟୋଟାଲ ପରିବାରକୁ ଧୋଇଲେ ଏବଂ ପର ମୁହୂର୍ତ୍ତରେ ମତେ ବି ମୁଁ ଯେହେତୁ ଏ କ୍ରିମିନାଲ କେସ୍ଟିକୁ ନେଇଛି ଏବଂ କଣ୍ଡକ୍ଟିଂ ଆଡଭୋକେଟ୍ ଅଛି, ମତେ ବି ମୋ ନାଁରେ ଗୋଟେ ମିଛ ଅପପ୍ରଚାର କରେଇଲେ ଏବଂ ଜଣେ ମ୍ୟାଡାମଙ୍କ ନାଁକୁ ମତେ ପୋଷ୍ଟ କରେଇଲେ ଫେସବୁକରେ ଏବଂ ୟୁଟ୍ୟୁବରେ ବି ପୋଷ୍ଟ କଲେ। ଯୋଉଛି ବହୁତ କଥା କହିଛନ୍ତି। ଆପଣ ମ୍ୟାଡାମ ଆପଣ ଯେତେବେଳେ ମତେ କେତେ ବୟସ ହେଲାଣି, ଆପଣଙ୍କୁ କେତେ ବୟସ ହବ? ମତେ ଯେତିକି ବୟସ ହେଲାଣି ଆପଣ ସେତେବେଳେ ଜନ୍ମ ହେଇନଥିବେ। ମ୍ୟାଡାମ ସେ ପଟ୍ଟନାୟକ ବାବୁ କିଏ? ପଟ୍ଟନାୟକ ବାବୁ ଆଉ ତାଙ୍କ ଡାକ ନା ଏସ୍ ଏକଥା ବି କହିଦଉଛି। ଆପଣ ତାଙ୍କୁ ପଚାରନ୍ତୁ। ସେ ତ ଏତେ ସୁନ୍ଦର ଭାବରେ ସଜେଇ ହେଇ ମାନେ ଲୋତକ ଧାରା ଖସେଇ ଶୁଣନ୍ତୁ ଗୋଟେ ମୁଁ କଣ ଭାବନ୍ତୁନି ଯେ ଆପଣ ଆମ ନାଁରେ ମିଛ ମାନେ ମୋର ସେ ବିୟଣ୍ଡ ମାଇ ନଲେଜ, ମୋର ସେ ନଲେଜରେ ନାହିଁ। ଯୋଉ ଲୋକ ଯୋଉ ମ୍ୟାଡାମଙ୍କ ନାଁକୁ ପୋଷ୍ଟ କରେଇଛନ୍ତି ମୁଁ ତାଙ୍କର ଡାଇରେକ୍ଟଲି ହଉ ବା ଇନଡାଇରେକ୍ଟଲି ହଉ ମୁଁ ତାଙ୍କ ସାଥିରେ କିଛି ସଂଶ୍ଳିଷ୍ଟ ନାହିଁ। କିନ୍ତୁ ମତେ ଯୋଉ ବଦନାମ କରିଛନ୍ତି ଏବଂ ମୋ ନାଁ ଆଜି ସୋସିଆଲ ମିଡ଼ିଆରେ ଏଇ ଯୋଉ ରଜ 4 ଦିନର ସମୟରେ ଯୋଉଟା ସୋସିଆଲ ମିଡ଼ିଆରେ ଯୋଉଟା କହିଲେ, ଭାବନ୍ତୁ ଆପଣଙ୍କର ମାନେ ଆଚରଣ ଉଚ୍ଚାରଣ ବଡ଼ମାନଙ୍କ ପ୍ରତି। ଆଉ ଯେହେତୁ ମୁଁ ଏଥିରେ କଣ୍ଡକ୍ଟିଂ ଆଡଭୋକେଟ୍ ଅଛି, ଆପଣ ଭାବୁଛନ୍ତି ମତେ କ'ଣ ଡିମୋରାଲାଇଜ କରିଦେବେ? ଆମେ ଗୋଟେ ବହୁତ ଦେଖି ଆସିଛୁ। ମୁଁ ଲଗେଇଲି ଖୋଜବାକୁ କାହା ଭିତରେ କିଛି ଗୋଟେ ଆର ଅଛି ଯାହା ଫଳରେ କି ଆମକୁ ବଦନାମ କରୁଛି। ଖୋଜିଲା ବେଳକୁ ମୁଁ ଡିଟେଲ କଂକ୍ରିଟ ଏଭିଡେନ୍ସ ସବୁ କଲେକ୍ଟ କରିକି ରଖିଛି। ମୁଁ ଚାହୁଁନି ଏବେ ଟିକେ ଫୋକସ କରିବା ପାଇଁ। ଆଉ ଖାଲି ଜଷ୍ଟ ମ୍ୟାଡାମ ଏଇ ପଟ୍ଟନାୟକ ବାବୁ ଆଉ ଡାକନା ଏସ୍ ଏ ଯେମିତି ଶ୍ରିୟା ଚେତନ କେସ୍ ହେଇଛି, ଏ ଯୋଉ ଆକ୍ୟୁଜ 2 ଜଣ ଅଛନ୍ତି, ଆପଣ ମାନେ ପ୍ରି ପ୍ଲାନ୍ କରି ରାହୁଲ ରଞ୍ଜନ ମହାରାଣାକୁ ପୂର୍ବତନ ଆଇଆଇସିଙ୍କର ନଲେଜରେ ଥାଇ ଏ କାଣ୍ଡ ଭିଆଇନାହାନ୍ତି ତ? ଏ ଯୋଉ ପୂର୍ବତନ ଆଇଆଇସି ଯୋଉ ନାୟକ ବାବୁଙ୍କୁ ଇମିଡିଏଟଲି ମୁଁ ରିକ୍ୱେଷ୍ଟ କରୁଛି
ଆମର ସିପି ମହୋଦୟଙ୍କୁ, ସିପି ମହୋଦୟ ହେଉଛନ୍ତି ଆମର ସମସ୍ତଙ୍କର ସାହେବ। ତେଣୁ ସାହେବଙ୍କୁ ମୁଁ ଅନୁରୋଧ କରୁଛି ଏ ନାୟକ ବାବୁଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ କ୍ରିମିନାଲ କନ୍ସପାରେସିର ଗନ୍ଧ ପୁରା ବାରି ହେଉଥିଲା ଏବଂ 61 ବିଏନ୍ଏସ୍ ସେ ନିଜେ ବି କହିଥିଲେ ଯେ ହେଉଛି ମୁଁ ସମସ୍ତଙ୍କୁ ତଦନ୍ତ ଘେରକୁ ଆଣିବି, ଚାର୍ଜସିଟେଡ୍ ୱିଟନେସେସ୍, ଚାର୍ଜସିଟେଡ୍ ଆକ୍ୟୁଜ କରିବି। କିନ୍ତୁ ଏ ଯେଉଁ ରାହୁଲ ରଞ୍ଜନ ମହାରଣା କେସ୍ରେ କୌଣସି ରେକର୍ଡରେ ଗୋଟେ ୱିଟନେସ୍ ବି ନାହିଁ। ସେ ଦେଖନ୍ତୁ କେତେ ଚାଲାକ କରିଛନ୍ତି ପୂର୍ବତନ ଆଇଆଇସି, ମାନେ ଗୋଟିଏ ଏଭିଡେନ୍ସ ବି ରଖିନାହାନ୍ତି, ସାକ୍ଷୀ ହିସାବରେ ବି ରଖିନାହାନ୍ତି, କୌଣସି କାଗଜରେ ଗୋଟେ ଦସ୍ତଖତ ରଖିନାହାନ୍ତି। କିନ୍ତୁ ଏ ସବୁ ଗୋଟେ ଚକ୍ରାନ୍ତ କରିକି ମୋ ମ୍ୟାଡ଼ାମ ସେ ପଟ୍ଟନାୟକ ବାବୁ କିଏ? ହଁ ଆପଣ ଭାବୁଛନ୍ତି ଏକୁଟିଆ ଚାଲାକ? ମୋର ବିୟଣ୍ଡ ମାଇ ନଲେଜ ଆପଣ ଯୋଉ ନାଁଟା ଉଠେଇଛନ୍ତି, ପ୍ରଚାର କରିବି ଆପଣଙ୍କୁ କଲିଜାଟା ଏମିତି ଯୋଉ କହିଲେନି ବାହାରି ଆସିବ ମୋର, ମୋ କଥା କହିଥିଲେ ଆପଣ, ମୋ କଲିଜାଟା କୁଆଡେ ଏମିତି ବାହାରି ଆସିବ, ମତେ କଣ କରିବେ? ତମ କଲିଜା ମୁଁ ଭିଡ଼ିକି ଖାଇଦେବି। ମୁଁ ସେତିକି କଂକ୍ରିଟ ଏଭିଡେନ୍ସ ରଖିଛି। ଅପପ୍ରଚାରଠୁ ଏ ଯୋଉ ଲୋତକ ଧାରା ବୁହାଇ ଯୋଉ ବଦନାମ କରିଛ ମତେ, be cautious, be careful. Already I have given you 15 days time to disclose all the evidences, what mischievous activities I have done with any lady personnel. You have to disclose it within the 15 days. Otherwise, as per the procedure of the law, ବୁଝିପାରିବେନି ଆପଣ। କହିଦଉଛି ଆପଣଙ୍କୁ, ସେ ପଟ୍ଟନାୟକ ବାବୁ ଆଉ ଡାକ ନା ଏସ୍, ଆଉ ଗୋଟେ ପ୍ୟାକେଟ ସିଗାରେଟ କିଏ ଖାଏ? ଆଉ ମୋ ଦାନ୍ତ ତ ଏମିତିଆ, ମୋର ଯାହା ଅଛି ନା, ତମେ ମତେ ମୋ ମୋ ଶରୀର ପ୍ରତି ଏତେ ଆପଣଙ୍କର ବିବେଚନା କରିବା କାରଣ କଣ? କଲିଜା ବାହାରିବନି, କଲିଜା ମୋର ଠିକ ଅଛି, କଲିଜା ମୁଁ ଭିଡ଼ିକି ଖାଇଦେବି ହେଲା। ବି କସସ୍, ବି କେୟାରଫୁଲ। ମୁଁ ବି ଲୋକ ଲଗେଇଥିଲି ହେଲା ଏଇ ଯୋଉ କେସରେ, ଏଇ ଯୋଉ କେତନ ଅଗ୍ରୱାଲ କେସ୍ ଭଳି ଏଇ ଯୋଉ ସିଆ ଚେତନ ଯେପରି ଭାବରେ କାଣ୍ଡ ଭିଆଇଛନ୍ତି, ଏ 61 ବିଏନ୍ଏସ୍ ପୁରା ଇନଭଲଭମେଣ୍ଟ ଅଛି। ଆଉ ଜାଣି ଶୁଣି ଇନଭେଷ୍ଟିଗେଟିଂ ଅଥରିଟି ଏମାନଙ୍କୁ ପୁରା ଡିଗ୍ରେଡେସନ କରିଦେବା କଥା। ଯେମିତି ଏଏସ୍ଆଇ ମଞ୍ଚେଶ୍ୱର ଥାନାରେ, ସେଇ ଥାନାର ଯୋଉ ଭିଜିଲାନ୍ସ ପ୍ରିଭେନ୍ସନ ଅଫ କରପ୍ସନ ଆକ୍ଟ 7 ଅଫ DPC ଆକ୍ଟରେ ଟ୍ରାପ୍ ହେଲେ ତାକୁ ଇମିଡିଏଟଲି ଚାକିରିରୁ ଡିସମିସ୍ କରାଗଲା। ଏମାନଙ୍କୁ ଚାକିରିରୁ नो डिमोरालाइजेशन टोटाल किछ करवा दरकार नहीं, बा डिग्रेडेशन करवा भी दरकार नहीं। एमानकु जानी सुनी एमाने माने माने कौन मनी 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 स्वीटर देन हनी रे एमाने माटिया पोशाक को एमाने पूरा दिबा लोकरे दिन रे चंद्र देखौछंती एवं लोक मानकु माने भुआ बुलौछंती एवं डरौछंती मध्य, डरैकिरी माने सब बहुत जिनस सप्रेस करुछंती। तेणु मोर अनुरोध सीपी महोदय को आउ मो हृदय प्रणाम जनाऊँ आपको। आपको समस्ते साहब बोली डाकती, मु साहब बोली भी आपको कहूँ। एवं माने मोर जेहेतु लीगल गार्डियन को तरफ मुझे एडवोकेट अच्छी कंडक्टिंग एडवोकेट। देखो आपणकर जड़े अथॉरिटी माने प्रॉपर इन्वेस्टिगेशन करी एवं लीगल गार्डियन को कहवा अनुजाई भी प्रॉपर इन्वेस्टिगेशन कले नहीं, जा फल कि ये गोटे माने आम भी काबा गलु। चार्जसीट देखला नॉट ए सिंगल एविडेंस से मैडम को नहीं।
କିନ୍ତୁ ସେ କହୁଛନ୍ତି ମୁଁ ଦରକାର ପଡ଼ିଲେ ଇନଭେଷ୍ଟିଗେସନ ଓପେନ କରିବି। ମାନେ କୌଣସି ଖାତା ଖତିଆନା ବି ତମର ନାହିଁ। ଆସିକିରି ସୋସିଆଲ ମିଡିଆରେ ଦିନରେ ଚନ୍ଦ୍ର ଦେଖାଉଛ ଆମକୁ। ହଁ, ପୁଣି ମୋ ନାଁରେ ବଦନାମ କରିବ କଣ ନା ଖଣ୍ଡଗିରିରେ ସନ୍ଧ୍ୟା ନାମନି। ସେ ଲୋକ କିଏ? ହଁ, ସେ ଲୋକ କିଏ ଯାହାକୁ କହିଥିଲ ପୋଷ୍ଟ କରିବା ପାଇଁ? ସେ ଲୋକ କିଏ? ମ୍ୟାଡାମ ମ୍ୟାଡାମ ସେ ତମ ପୋଖରୀରେ ପାଣି ପିଇନି ତ? ମ୍ୟାଡାମ ପଟ୍ଟନାୟକ ବାବୁ କିଏ? ତାକୁ ତ ଆପଣଙ୍କ ପୋଖରୀରେ ତାପରେ ତାଙ୍କ ଡାକ ନା ଏସ୍। ମୋ ସିଗାରେଟ ପ୍ୟାକେଟ କିଏ ଟାଣେ? ଗୋଟେ ଗୋଟେ ସିଗାରେଟ ପ୍ୟାକେଟ ରାତି 4ଟା ବେଳେ ଶୋଇବେ, ଦିନ 12ଟା ବେଳେ ଉଠିବେ, ତାପରେ ଦିନ 12ଟା ପରେ କୁଆଡେ କୁଆଡେ ଯାଆନ୍ତି। ସବୁ ଖବର ଆମ ପାଖରେ ଅଛି। ଆପଣଙ୍କୁ ଡାଇରେକ୍ସନ ଦଉଛି 15 ଦିନ ଭିତରେ ମୋ ନାଁରେ ଯୋଉ ଅପପ୍ରଚାର କରିଛନ୍ତି ତାକୁ ଡିସକ୍ଲୋଜ କରନ୍ତୁ ଭିଡିଓ। ମୁଁ ଓପନଲି ଆପଣଙ୍କୁ ଡାଇରେକ୍ସନ ଦଉଛି, ସେକେଣ୍ଡ ଟାଇମ ଡାଇରେକ୍ସନ ଦଉଛି। ଯୋଉ ମୋ ନାଁରେ ଅପପ୍ରଚାର କରିଛନ୍ତି, ମୁଁ ଯେତିକି ବୟସ ହେଲାଣି ଆପଣ ସେତେବେଳେ ଜନ୍ମ ହେଇନଥିବେ, କିନ୍ତୁ ଆପଣଙ୍କର ଆଚରଣ ଉଚ୍ଚାରଣ ଠିକ ନାହିଁ ଏବଂ ସଂସ୍କାରୀ ହିସାବରେ ଗୋଟେ ସନାତନ ଧର୍ମ ଅନୁସାରେ ଆପଣ କାହାକୁ କିପରି ବ୍ୟବହାର କରାଯାଏ ଆପଣ ଜାଣିନାହାନ୍ତି। ଯୋଉ ଅପପ୍ରଚାର କରିଛନ୍ତି ସେଟାକୁ ମୁଁ ଆଇ ଏମ୍ ଗିଭିଂ ଆଜ ଏ conducting advocate in the Rahul Maharana case. I am giving you direction and giving you suggestion that you have to disclose about what I have done, any mischievous activities with any ladies. Already you have opened on your own mouth and disclose it as soon as possible before the social media. मैडम पटना बाबू किए? एस किए? डाकना एस। सिगरेट गोटे पैकेट किए खाए? ଆଉ ବ୍ରାଣ୍ଡେଡ ମଦ ବୋତଲ କିଏ ପିଏ? ମ୍ୟାଡାମ ରାତି 4ଟା ଯାକେ କଣ କରନ୍ତି ସେ ଖବର ବି ଆମ ପାଖରେ ଅଛି। ମ୍ୟାଡାମ ରାତି 4ଟାରୁ ଦିନ 12ଟା ଯାକେ ଶୁଅନ୍ତି ନାଇଁ? ଦିନ 12ଟା ପରେ କଣ କରନ୍ତି ଭାବନ୍ତୁନି। ଯେମିତି କହିଛନ୍ତି ମୁଁ ଛାଡ଼ିବା ଜନ୍ତୁ ନୁହେଁ। ମୁଁ ଆଜ ଏ ଆଡଭୋକେଟ ହିସାବରେ ମୁଁ 99-2000 ଆସିଲିଣି। ଆଉ ମୋ ସିନିୟରଙ୍କ ନାଁ ଶୁଣିଲେ ଆପଣ କଣ, ଆପଣ ମଉସା ବି 5 ଢୋକ ପାଣି ପିଇବେ। ଆମେ ଫେୟାରରେ କାମ କରୁ। ମୁଁ କାହାଠୁ ଏକ୍ସପ୍ଲଏଟ କରେ ନାହିଁ। ଆଜ ପର ଦି ପ୍ରୋସିଡର ଅଫ ଦି ଲ। କଣ ଲେଖିଥିଲେ ପୋଷ୍ଟରେ ସବୁ ମୁଁ ଜାଣିଛି। କିଏ ପୋଷ୍ଟ କରିଥିଲା ସବୁ ମୁଁ ଜାଣିଛି। ଆ ଭିତରେ ସବୁ କଲେକ୍ସନ କରିଛି। ମୋ କାମ ସହିତ ବି ସବୁ କାମ କରିଛି। ଆଉ ରାହୁଲ ରଞ୍ଜନ ମହାରଣା କେସରେ ତା ସହିତ ବି ମୁଁ ରଞ୍ଜନ ମହାରଣା କେସରେ କିଛି ବି କୋଉଠି ଗୋଟେ ଡକ୍ୟୁମେଣ୍ଟ ପାଇଲି ନାହିଁ। ଆପଣଙ୍କର ଦସ୍ତଖତ ଚାର୍ଜସିଟ୍ର ସାର୍ଟିଫାଇଡ୍ କପି ବାହାର କଲା ପରେ ଆପଣ ଦିନରେ ଯୋଉ ଚନ୍ଦ୍ର ଦେଖାଉଛନ୍ତି, ଚନ୍ଦ୍ର ଉଦିଆ ବଦନ ବନ୍ଦ କରନ୍ତୁ। ଆଉ ମୁଁ ଯୋଉଟା ମୋ ଏଗେନ୍ଷ୍ଟ ଯୋଉଟା ଆଲିଗେସନ୍ସ କରିଛନ୍ତି giving already given you direction and suggestion to open that video. ମାନେ fairly I am submitting and fairly I am giving you suggestion. ଆଉ ଏଇ ଯୋଉ କେତନ ଅଗ୍ରୱାଲ କେସ୍ ଭଳି କଣ କଲେ ପୂର୍ବତନ ଆଇଆଇସି କଣ କଲେ? ଆପଣମାନଙ୍କ ପରିବାର ଅଛି ଟି? ଆପଣ ପରିବାର ଘର ଲୋକକୁ ଘରକୁ ଯେତେବେଳେ ଆପଣ ଯିବେ ଏମିତି ପଇସା ଖାଇକିରି ମାନେ
ଆମକୁ ଚଳେଇବା ନାଁରେ ଗୋଟେ ଗୋଟେ ମର୍ଡର କେସ୍କୁ ପଇସା ପକେଇକିରି ଆମକୁ ଚଳେଇବା ନାଁରେ ଗୋଟେ ପରିବାର କୋଳଶୂନ୍ୟ ହେଇଯାଉଛି। ତମେ ଏମିତି ଇନଭେଷ୍ଟିଗେସନ କରୁଛ ପଇସା ପକେଇବା ନାଁରେ, ତମ ସ୍ତ୍ରୀ ମାନେ ବି ତମକୁ ଛେପ ପକେଇବେ। ରହିଲ, ନମସ୍କାର। ପ୍ରମାଣିତ ହେଲା ତାହେଲେ ଧାରା କ୍ରିମିନାଲ ଧାରା 61 ଅନୁଯାୟୀ, କ୍ରିମିନାଲ କନସ୍ପାଇରେସି ଅନୁଯାୟୀ 10 ବର୍ଷ ପର୍ଯ୍ୟନ୍ତ କଠିନ କାରାଦଣ୍ଡ ଏବଂ ଜରିମାନା ହୋଇପାରେ। ତେଣୁ ଏଇ ଯେହେତୁ ଗୋଟେ ଗୋଟେ ମହା ଅପରାଧ କାଣ୍ଡ କରିଛନ୍ତି, ମଣିଷକୁ ମାରୁଛି, ତେଣୁ ଏଇଟା ହଉଛି ଅତି ଜଘନ୍ୟ କାଣ୍ଡ। ଏଇ ଜଘନ୍ୟ କାଣ୍ଡକୁ ଏଇଗୁଡ଼ିକ ଯେପରି ମାନେ ଏଇଟା ଲୋକ ଲୋଚନରେ ଅତି ଅଶୋଭନୀୟ ଏବଂ ଆଜିକାଲିକା ଏଇ ଯୋଉ ଛୋଟ ପିଲାମାନେ ସବୁ ବଢି ବଢି ଚାଲୁଛନ୍ତି, ଆଉ ଏଗୁଡିକ ସବୁ ଏଇ ଯୋଉ ଜଘନ୍ୟ କାଣ୍ଡ ପାଇଁ କାହିଁକି ହଉଛି, କଣ ପାଇଁ? ଦେଖନ୍ତୁ, ସେ ତ ଯଦି ତମେ ରାଜି ନଥିଲ ବାହା ହେବା ପାଇଁ ତମେ କେତନକୁ, ତେଣୁ ଘରେ ମନା କରିଦେଇଥାନ୍ତ, କି ତମେ ପଳେଇଥାନ୍ତ, କି ତମେ କହିଥାନ୍ତ ମୁଁ ଅଲଗା ଜାଗାରେ କାହାକୁ ଭଲ ପାଉଛି, ତାକୁ ଏମିତି ଭାବେ ମାରିବା। ଆଜ୍ଞା ପୁଣି ତମ ବାହାଘର ପାଇଁ ଗୋଟେ ଜାଗାରେ ମାନେ ବୁକ୍ ହେଇ 15 କୋଟି ଟଙ୍କାର ପ୍ୟାଲେସ ବୁକ୍ ହେଇଗଲାଣି। ଆଜ୍ଞା, ଏମାନେ କଣ କି ଆଜିକାଲି ପିଲାମାନେ ଭାରି ଏକ୍ସଟ୍ରାକ୍ଟିଂ ମାଇଣ୍ଡ, ମାନେ ଏ ଯୋଉ କେମିତି କାହାଠୁ ଏକ୍ସଟ୍ରାକ୍ଟ କରିବା ସବୁ ଏଇ ଯୋଉ ମୁଁ ଆଗରୁ ବି କହିସାରିଥିଲି, ଆମର ଫାଦର ଅଫ ଇକୋନୋମିକ୍ସଙ୍କ ୱାର୍ଡରେ ମନି 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 ସୁଇଟର ଦ୍ୟାନ୍ ହନି ଆଣ୍ଡ ବ୍ରାଇଟର ଦ୍ୟାନ୍ ସନସାଇନ୍ ପଛରେ ସମସ୍ତେ ଗୋଡ଼ଉଛନ୍ତି ଏବଂ ପାଠ ଛାଡ଼ି ଷାଠରେ ମାତୁଛନ୍ତି, ଯାହାଫଳରେ କି ନିଜ ଲାଇଫ୍ ତ ମାନେ ଡେଞ୍ଜର ପୋଜିସନକୁ ଆଣୁଛନ୍ତି। ତା ସହିତ ଯେଉଁମାନଙ୍କ ସାଥିରେ ମିଶୁଛନ୍ତି ସେମାନଙ୍କ ସହିତ ମଧ୍ୟ ମାନେ ବିଶ୍ୱାସଘାତକତା କାମ କରୁଛନ୍ତି। ଏବଂ ଦେଖନ୍ତୁ, ଗୋଟେ ଭଲ ପିଲାଟିକୁ କେତନ ଅଗ୍ରୱାଲ, ସିଏ ବି ତାଙ୍କ ଫ୍ୟାମିଲି ବି ବହୁତ ହାଇ ଷ୍ଟାଟସର, ଆଉ କୋଟି କୋଟି ଟଙ୍କାର ତାଙ୍କର ବିଜନେସ୍ ଥିଲେ ବି ବାହାଘର ପାଇଁ ପୁଣି ବୁକ୍ କରିଥିଲେ 15 crores ଏବୋଭ ସେ ମ୍ୟାରେଜ ପାଇଁ ଅଲରେଡି ମଣ୍ଡପ ବି ବୁକ୍ ହେଇଥିଲା।